ନମସ୍କାର, ମୋ ସମ୍ବାଦକୁ ଆପଣଙ୍କୁ ସ୍ୱାଗତ। ଭାରତ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ପଛୁଆ ବର୍ଗର ୟୁଜିସି ବିଲ୍ ସପକ୍ଷରେ ବିକ୍ଷୋଭ। ଆଜି 30/3/2026 ଭାରତ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସହ ସମ୍ପାଦକ ଶେଖ୍ ମୁନ୍ତାକିମ୍ ବକ୍ସଙ୍କ ନେତୃତ୍ୱରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଟକ ଜିଲ୍ଲାପାଳଙ୍କ ଜରିଆରେ ଶତାଧିକ କାର୍ଯ୍ୟକର୍ତ୍ତା ରାଲିରେ ବାହାରି ଡିପିଓଗଡ଼ାରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କଲେ। ଭାରତ ସରକାର ୟୁଜିସି କାନୁନକୁ ପାର୍ଲାମେଣ୍ଟରେ ଗୃହୀତ କଲା ପରେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ସ୍ଥଗିତ ରଖିଥିବାରୁ ସାରା ଭାରତରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଜାତିଭିତ୍ତିକ ଜନଗଣନା ଏବଂ ଓବିସିଙ୍କ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ଓବିସିଙ୍କ ପ୍ରତି ବିଜେପି ଦ୍ୱାରା କରାଯାଉଥିବା ପ୍ରତାରଣା ବିରୁଦ୍ଧରେ ତଥା ଏସ୍ଏସ୍ସି ଏସ୍ଟି ଏବଂ ଓବିସିଙ୍କ ସମର୍ଥନରେ ଏକ ମଜବୁତ ୟୁଜିସି ବିଲ୍ କାର୍ଯ୍ୟକାରୀ କରିବା ସମର୍ଥନରେ ଦେଶବ୍ୟାପୀ ଚରଣବଦ୍ଧ ଆନ୍ଦୋଳନ ଚାଲୁଅଛି। ଏହି ପ୍ରକାର ଆସନ୍ତା ଏପ୍ରିଲ ମାସ 23 ତାରିଖରେ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି ଏବଂ ପାସମାନ୍ଦା ମୁସଲିମଙ୍କୁ ଓବିସିରେ ସାମିଲ କରିବା ସହ ମୁସଲିମ, ଖ୍ରୀଷ୍ଟିଆନ ଓ ଦଳିତମାନଙ୍କ ଉପରେ ଆକ୍ରମଣ ବିରୁଦ୍ଧରେ ବିକ୍ଷୋଭ। ବସ୍ତି ବାସିନ୍ଦାଙ୍କୁ ଯଥାଶୀଘ୍ର ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରିବା ସହ ସମସ୍ତ ଠିକା ଝାଡ଼ୁଦାରଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବି। ଏହି ଦାବିପତ୍ର ଉପସ୍ଥାପନା ବେଳେ ଭାରତ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସହ ସମ୍ପାଦକା ଶେଖ୍ ମୁନ୍ତାକିମ୍ ବକ୍ସ, ରାଜ୍ୟ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ଉପସଭାପତି କୃଷ୍ଣଚନ୍ଦ୍ର ନାୟକ, ରାଷ୍ଟ୍ରୀୟ ଓବିସି ପଛୁଆ ବର୍ଗ ମୋର୍ଚ୍ଚାର ଜିଲ୍ଲା ସଭାପତି ଦିବ୍ୟରଞ୍ଜନ ସାହୁ, ସୁରେନ୍ଦ୍ର ମହାପାତ୍ର, ମାନସା ଦେଇ, ବେରୋଜଗାର ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସେନଜିତ ନାୟକ, ଓଡ଼ିଶା ଯୁବ ମୋର୍ଚ୍ଚାର ଜିଲ୍ଲା ସଂଯୋଜକ ସୁନୀଲ ବସ୍ତିଆ, ବେରୋଜଗାର ମୋର୍ଚ୍ଚାର ଜିଲ୍ଲା ସଭାପତି ବିଷ୍ଣୁଚରଣ ନାୟକ, ଇବେଟହା ସରୋଜ ଶେଖ୍ କାଏସର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଚିଫ୍ ଏଡିଟର ଲକ୍ଷ୍ମୀଧର ବେହେରାଙ୍କ ରିପୋର୍ଟ, ମୋ ସମ୍ବାଦ।